ଆଜିର ଭିଡ଼ିଓରେ ଆମେ ଭାରତୀୟ ରାଜନୀତିର ଜଣେ ପ୍ରମୁଖ ସ୍ତମ୍ଭ, ମହାନ ଦେଶପ୍ରେମୀ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ବିଷୟରେ ଜାଣିବା। ତାଙ୍କର ଜନ୍ମ 6 ଜୁଲାଇ 1901 କଲିକତାର ଏକ ସମ୍ଭ୍ରାନ୍ତ ବିଦ୍ୱାନ ପରିବାରରେ ହୋଇଥିଲା। ତାଙ୍କର ପିତା ସାର୍ ଆଶୁତୋଷ ମୁଖାର୍ଜୀ କଲିକତାର ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ମାତାଙ୍କ ନାମ ଯୋଗମାୟା ଦେବୀ ଥିଲା। ସେ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। କଲିକତା ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀ ଏବଂ ବଙ୍ଗଳା ଭାଷାରେ ସ୍ନାତକୋତ୍ତର ହାସଲ କରିବା ସହ ଆଇନ ଡିଗ୍ରୀ ମଧ୍ୟ ପ୍ରାପ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡରୁ ବାରିଷ୍ଟର ହୋଇ ଭାରତ ଫେରିଥିଲେ। ମାତ୍ର 33 ବର୍ଷ ବୟସରେ 1934 ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଭାଇସ୍ ଚାନ୍ସେଲର ଭାବରେ ନିଯୁକ୍ତ ହୋଇଥିଲେ। ସେ ସେହି ସମୟରେ ଭାରତର ସବୁଠାରୁ କମ୍ ବୟସର କୁଳପତି ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଆଣିଥିଲେ ଏବଂ ଶିକ୍ଷାଦାନରେ ମାତୃଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ସ୍ୱାଧୀନତା ପରେ ଗଠିତ ଭାରତର ପ୍ରଥମ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ସେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଭାରତର ଶିଳ୍ପ ନୀତିର ମୂଳଦୁଆ ପକାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। 1950 ମସିହାରେ ପାକିସ୍ତାନ ସହ ହୋଇଥିବା ନେହେରୁ-ଇଲାକା ଚୁକ୍ତି, ଯାହା ଥିଲା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା, ମାତ୍ର ସେଥିରେ ହିନ୍ଦୁ ଶରଣାର୍ଥୀଙ୍କ ସ୍ୱାର୍ଥ ରକ୍ଷା ହୋଇପାରି ନଥିଲା, ର ବିରୋଧ କରି ସେ ନେହେରୁଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। 21 ଅକ୍ଟୋବର 1951 ମସିହାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ର ସହଯୋଗରେ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ, ଯାହା ଆଜିର ଭାରତୀୟ ଜନତା ପାର୍ଟିର ପୂର୍ବ ରୂପ ଅଟେ। ଜମ୍ମୁ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ପାହ୍ୟା, ଧାରା 370 ଏବଂ ସେଠାକୁ ଯିବା ପାଇଁ ଅନୁମତି ପତ୍ର (ପରମିଟ୍‌ର) ଆବଶ୍ୟକତାକୁ ସେ ତୀବ୍ର ବିରୋଧ କରିଥିଲେ। ସେ ନାରା ଦେଇଥିଲେ, ସେ କହିଥିଲେ, "ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଓ ଦୋ ନିଶାନ ନହିଁ ଚଲେଙ୍ଗେ"। ଅର୍ଥ, ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନମନ୍ତ୍ରୀ ଏବଂ ଦୁଇଟି ପତାକା ଚଳିବ ନାହିଁ। 1953 ମସିହା ମେ ମାସରେ ସେ କାଶ୍ମୀରରେ ପ୍ରବେଶ ପାଇଁ ପରମିଟ୍ ବ୍ୟବସ୍ଥାର ଉଲ୍ଲଂଘନ କରି ଶ୍ରୀନଗର ଯାତ୍ରା କରିଥିଲେ। ସେଠାରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ଜେଲରେ ଥିବା ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ 23 ଜୁନ 1953 ମସିହାରେ ମାତ୍ର 51 ବର୍ଷ ବୟସରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଏହି ମୃତ୍ୟୁ ଆଜି ମଧ୍ୟ ଏକ ରହସ୍ୟ ହୋଇ ରହିଛି। ଜଣେ ନିର୍ଭୀକ ନେତା, ଉଗ୍ର ଦେଶପ୍ରେମୀ ଏବଂ ପ୍ରଖର ବକ୍ତା ଭାବରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦେଶର ଏକତା ଓ ଅଖଣ୍ଡତା ପାଇଁ ଚିର ସ୍ମରଣୀୟ ହୋଇ ରହିବ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।